ଏକ ଘଞ୍ଚ ଜଙ୍ଗଲରେ ଗୋଟିଏ ପୋଖରୀ ଥିଲା। ସେହି ପୋଖରୀରେ 5ଟି ବେଙ୍ଗ ରହୁଥିଲେ। ଥରେ ସେମାନେ ସାଙ୍ଗ ହୋଇ ଜଙ୍ଗଲରେ ବୁଲୁଥିବା ବେଳେ ସେମାନଙ୍କ ମଧ୍ୟରୁ 3 ଜଣ ଏକ ଖାଲରେ ପଡ଼ିଗଲେ। ଖାଲଟି ଅତ୍ୟନ୍ତ ଗଭୀର ଥିଲା। ବେଙ୍ଗ 3 ଜଣ ବହୁତ ପ୍ରୟାସ କଲେ, ଡିଆଁ ଡେଇଁ କରି ପଦାକୁ ବାହାରି ପାରିଲେ ନାହିଁ। ସେମାନେ ହାଲିଆ ହୋଇ ସେଇଠାରେ ରହିଗଲେ। କିନ୍ତୁ ଗୋଟିଏ ବେଙ୍ଗ ପୁଣି ବାହାରିବାକୁ ଚେଷ୍ଟା କରି ପୁନଃ ଡେଇଁବାକୁ ଲାଗିଲା। ଉପରେ 2 ଜଣ ବେଙ୍ଗ ରହିଥିଲେ। ସେମାନେ ଡେଉଁଥିବା ବେଙ୍ଗଟିକୁ ଦେଖି ତାଚ୍ଛଲ୍ୟ କରି ହସିଲେ। ତାକୁ କହିଲେ, ତୁ କାହିଁକି ଏମିତି ମୂର୍ଖଙ୍କ ପରି ବୃଥା ପରିଶ୍ରମ କରୁଛୁ? ଖାଲ ଅତ୍ୟନ୍ତ ଗଭୀର। ତୁ ଶତ ଚେଷ୍ଟା କଲେ ମଧ୍ୟ ସେଥିରୁ ପଦାକୁ ବାହାରି ପାରିବୁ ନାହିଁ। ଏଣୁ ବୃଥା ଚେଷ୍ଟା କରି ତୁ ନିଜର ଶକ୍ତିକୁ କାହିଁକି ନଷ୍ଟ କରୁଛୁ? ବରଂ ସେହି ଖାଲରେ ସବୁଦିନ ପାଇଁ ରହିଯାଅ। ଏକଥା ଶୁଣି ବେଙ୍ଗ ତାକୁ ସତ ମାନି ନେଲା। ଆଉ ସେ ଚେଷ୍ଟା ନ କରି ଚୁପଚାପ ସେଇଥିରେ ବସି ପଡ଼ିଲା। ଦ୍ୱିତୀୟ ବେଙ୍ଗଟି ବାହାରକୁ ଆସିବା ପାଇଁ ସେ ଚେଷ୍ଟା ମଧ୍ୟ କଲା। ସେ ନିଜର ପୁରା ଶକ୍ତି ଲଗାଇ ଡେଇଁବାକୁ ଲାଗିଲା। ଉପରେ ଥିବା ବେଙ୍ଗମାନେ ଏହା ଦେଖି ପୂର୍ବ ବେଙ୍ଗଟିକୁ ଯାହା ସବୁ କହିଥିଲେ ସେଇ କଥା ଦୋହରାଇଲେ। ଦ୍ୱିତୀୟ ବେଙ୍ଗଟି ସେମାନଙ୍କ କଥାକୁ ସତ ମାନି ନେଲା ଏବଂ ଚୁପ୍ ହୋଇ ବସି ପଡ଼ିଲା। ତୃତୀୟ ବେଙ୍ଗଟି ଏଥର ନିଜର ସମସ୍ତ ଶକ୍ତି ଖଟାଇ ଡେଇଁବାକୁ ଆରମ୍ଭ କଲା। ବାରମ୍ବାର ତଳେ ପଡ଼ି ଯାଉଥିଲେ ମଧ୍ୟ ସେ ନିଜର ଚେଷ୍ଟା ଜାରି ରଖିଲା। ଉପରେ ଥିବା ବେଙ୍ଗମାନେ ଏହା ଦେଖି କହିଲେ, ଆରେ ମୂର୍ଖ, ସେ 2 ଜଣ ବହୁତ ଚେଷ୍ଟା କରି ମଧ୍ୟ ପଦାକୁ ବାହାରି ପାରିଲେ ନାହିଁ। ତୁ କଣ ସେମାନଙ୍କ ଠାରୁ କିଛି ଶିଖିପାରିଲୁ ନାହିଁ? ତୁ ଯେତେ ପ୍ରକାର ଚେଷ୍ଟା କର କିନ୍ତୁ ସେଇ ଖାଲରୁ କଦାପି ପଦାକୁ ବାହାରି ପାରିବୁ ନାହିଁ। କିନ୍ତୁ ସେ ବେଙ୍ଗଟି ତାର ଚେଷ୍ଟାରୁ ବିରତ ନ ହୋଇ ଏମିତି ଡେଇଁବାରେ ଲାଗିଥାଏ। ଶେଷରେ ସେ ନିଜେ ଖାଲରୁ ପଦାକୁ ବାହାରି ଆସିଲା। ଏହା କିପରି ସମ୍ଭବ ହେଲା ଯେ ତୃତୀୟ ବେଙ୍ଗଟି ପଦାକୁ ବାହାରି ଆସିଲା? କାରଣ ସେ ବଧିର ଥିଲା, ତାକୁ କିଛି ଶୁଭୁ ନଥିଲା। ତେଣୁ ସେ ତାର ନିଜ କାର୍ଯ୍ୟ କରି ଚାଲିଥିଲା। ଏଣୁ ବନ୍ଧୁ, ଏ ସମାଜରେ ତୁମେ ଯାହା ବି କର ଲୋକେ ତୁମକୁ କହିବେ। ତୁମର ସମସ୍ତ କାର୍ଯ୍ୟରେ ପ୍ରଗତିରେ ନିରାଶାଜନକ ବାତ ବା କଥା ଶୁଣାଇ ତୁମକୁ ଦୁର୍ବଳ କରିଦେବେ। ତୁମର ପାଦେ ପାଦେ ବାଧା ସୃଷ୍ଟି କରିବେ। ତୁମକୁ ନିନ୍ଦା ଅପମାନ ଦେବେ। ତୁମର ବଞ୍ଚିବା ଦୁଃସହ କରିଦେବେ। ଏଣୁ ସମାଜରେ ଲୋକମାନଙ୍କ କଥାକୁ ଧ୍ୟାନ ନ ଦେଇ ତୁମେ ନିଜର ସଫଳତା ଆଡ଼କୁ ମାଡ଼ି ଚାଲ। ଯେତେବେଳେ ତୁମେ ସଫଳତା ପାଇବ ସେତେବେଳେ ଏଇ ନିନ୍ଦୁକ ମାନେ ତୁମକୁ ଶତ ଶତ ସଲାମ କରିବେ, ତୁମ ପାଖରେ ଗୋଲାମ ସାଜିବେ। ନମସ୍କାର।